हरि ओम। जय श्री राधे कृष्ण। श्री राधे गोविंद जय राधे गोविंद, राधे गोविंद जय श्री राधे गोविंद। এই হোলি অবসরে ସମସ୍ତଙ୍କୁ ସ୍ୱାଗତ शुभेच्छा। प्रभु श्री राधाकृष्ण ସମସ୍ତଙ୍କର ମଙ୍ଗଳ କରନ୍ତୁ। এই ଫାଲ୍ଗୁନ ମାସ ଫଗୁ ଦଶମୀ ଠାରୁ ପୂର୍ଣ୍ଣମୀ ଯାଏ ବସନ୍ତ ରାସର ସମୟ। ପୁରପଲ୍ଲୀରେ ନଗର ଗ୍ରାମ ସହର ସବୁଠାରେ ରାଧା ଗୋବିନ୍ଦଙ୍କର ମିଳନ ପର୍ବ ଚାଲେ। ପ୍ରତ୍ୟେକ ଜୀବରୂପୀ ରାଧା ଗୋବିନ୍ଦଙ୍କ ପ୍ରେମ ରଙ୍ଗରେ ରଙ୍ଗାୟିତ କରିବା ହେଲା ହୋଲିର ପ୍ରକୃତ ଅର୍ଥ, ଅର୍ଥାତ୍ ପ୍ରଭୁଙ୍କ ଶ୍ରଦ୍ଧା ଥିବା କର୍ମରେ ନିଜକୁ ସାମିଲ କରି ତାଙ୍କ ରଙ୍ଗରେ ନିଜକୁ ରଙ୍ଗମୟ କରି ତୋଳିବା ହେଲା ଏହାର ରହସ୍ୟ। ଏ ଜୀବ ପରମଙ୍କ ମିଳନ ପ୍ରେମ ରଙ୍ଗରେ ମିଶିବା। ଏଠାରେ କିଛି ଦୈହିକ କାମବାସନା ନଥାଏ, ଥାଏ କେବଳ ଆତ୍ମା ପରମାତ୍ମାଙ୍କର ମିଳନ। ନିଜେ ଜୀବରୂପୀ ରାଧା କୃଷ୍ଣଙ୍କ ପାଦରେ ନିଜକୁ ସମର୍ପଣ କରି ତାଙ୍କର ରଙ୍ଗରେ ନିଜକୁ ରଙ୍ଗାୟିତ କରେ। କାହିଁକିନା ପ୍ରଭୁ ହେଲେ ରଙ୍ଗାଧର, ରଙ୍ଗ ପାଦ, ରଙ୍ଗ ହସ୍ତ। ତେଣୁ ତାଙ୍କ ରଙ୍ଗରେ ଆମେ ତାଙ୍କ ସହିତ ଜୀବାତ୍ମା ରୂପୀ ରାଧା ବା ପ୍ରତ୍ୟେକ ଜୀବ ତାଙ୍କ ସହିତ ନିଜର ଆତ୍ମାକୁ ମିଳନ କରେ। ତାଙ୍କ ରଙ୍ଗ, ପ୍ରଭୁଙ୍କର ରଙ୍ଗ ଆମ ଭିତରେ ରଙ୍ଗାୟିତ ହୋଇ ଆମକୁ ଦିବ୍ୟ ଜୀବନ ଲାଭ କରିବାର ଅବକାଶ ଦେଇଥାଏ। କାହିଁକିନା ପ୍ରେମର ସ୍ୱରୂପ ହେଲା ଲାଲ ବା ଗୋଲାପୀ। ଲାଗିଲା ରଙ୍ଗ ପ୍ରେମର ଗୋଲାପୀ ଗୋଲାପୀ, ଲାଗିଲା ରଙ୍ଗ ପ୍ରେମର ଗୋଲାପୀ ଗୋଲାପୀ। ପ୍ରଭୁ ରଙ୍ଗମୟ। କାହିଁକିନା ଏହି ଅବସରରେ, ଏହି ମଧୁମାସ ଅବସରରେ ପ୍ରଭୁ ବସନ୍ତ ରାସ ଅନୁଷ୍ଠାନ କରିଥିଲେ ଫଗୁ ଦଶମୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ। ତେଣୁ ଏହି ସମୟରେ ନଗର ଗ୍ରାମ ପୁରପଲ୍ଲୀ ସବୁଠାରେ ପ୍ରଭୁଙ୍କର ନାମ ସଂକୀର୍ତ୍ତନ ନବବଧା ଭକ୍ତିର ପାଳନ କରାଯାଏ। ଶ୍ରବଣ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପଦସେବନଂ ଅର୍ଚ୍ଚନଂ ବନ୍ଦନଂ ସଖ୍ୟ ଦାସ୍ୟ ଆତ୍ମନିବେଦନ। ଏହି ସବୁ ପ୍ରକାର ଭକ୍ତି ଏହି ମାସ ଭିତରେ, ଏହି ପୂର୍ଣ୍ଣମୀରେ ପାଳନ କରାଯାଏ। ସବୁବେଳେ ମଠ ମନ୍ଦିରରେ ମଧ୍ୟ ଏ ନାମ କୀର୍ତ୍ତନ, ଶ୍ରବଣ ଭଜନ କୀର୍ତ୍ତନ ହେଉଛି। କିନ୍ତୁ ଏହି ସମୟରେ ସବୁ ସ୍ଥାନରେ ଏକ ମଧୁମୟ ପରିବେଶ ସୃଷ୍ଟି ହୋଇ ଜୀବକୁ ଏକ ଅପୂର୍ବ ଅନିର୍ବାଚନୀୟ ଆନନ୍ଦରେ ଉଦ୍ଭାସିତ କରେ, ଯାହାକି ସେ ପ୍ରଭୁଙ୍କ ପାଖରେ ସମର୍ପଣ ହୁଏ ଏବଂ ଅବିର ରଙ୍ଗରେ ପ୍ରଭୁଙ୍କୁ ରଙ୍ଗାୟିତ କରି ପ୍ରଭୁଙ୍କର ରଙ୍ଗକୁ, ପ୍ରେମ ରଙ୍ଗକୁ ତା ଦେହରେ ସମାହିତ କରେ, ଯାହାକୁ ସେ ନୂତନ ଆଶା, ନୂତନ ଦିଗନ୍ତ ତା ଭିତରେ ସଞ୍ଚାର ହୁଏ। ଆତ୍ମାକୁ ଆତ୍ମା ଯେବେ ସ୍ମରେ ପରମାନନ୍ଦେ ସେ ବିହରେ। ତେଣୁ ପ୍ରଭୁ ହେଲେ ପ୍ରେମମୟ, ରସମୟ। ତେଣୁ ତାଙ୍କୁ ପ୍ରେମରେ ନିଜକୁ ରଙ୍ଗାୟିତ କରିବା ହେଲା ଏ ହୋଲି ପର୍ବର ରହସ୍ୟ। ଏବଂ ଆମେ ଯେଉଁ ବର୍ତ୍ତମାନ ଏ ପ୍ରାକୃତିକ ରଙ୍ଗ, କେମିକାଲ ଜିନିଷ ବ୍ୟବହାର କରି ନିଜର ବହୁ କ୍ଷତି ସାଧନ କରୁଛନ୍ତି, ଏସବୁ ହୋଲିର ରଙ୍ଗ ନୁହେଁ। କେବଳ ଅବିର ରଙ୍ଗ ହିଁ ବ୍ୟବହାର କଲେ ଆମର ଶରୀରର ମନ ଠିକ୍ ରହିଥାଏ। ତେଣୁ ଆସନ୍ତୁ ଏହି ମୃଦୁ ମନ୍ଦ ମଳୟ ସମୀରରେ, ହିଲ୍ଲୋଳ ଗତିରେ ପ୍ରଭୁ ଯେତେବେଳେ ସର୍ବତ୍ର ବିରାଜମାନ କରୁଛନ୍ତି, ନାମ ସଂକୀର୍ତ୍ତନ ଭଜନ କୀର୍ତ୍ତନ ଚାଲୁଛି, ସେ ସମୟରେ ଆମେ ନିଜକୁ ପ୍ରଭୁଙ୍କ ପଦାରବିନ୍ଦରେ ସମର୍ପଣ କରି ହୋଲିକୁ ସାର୍ଥକ କରିବା, ଜଗତର ମଙ୍ଗଳ କାମନା କରିବା। ଓମ୍ ଶାନ୍ତି ଶାନ୍ତି ଶାନ୍ତି।